ପ୍ରେୟ ଦ ଲର୍ଡ ୱାର୍ଡ ଓଜନ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 16ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 16। ତହୁଁ ସେ ନାରୀଙ୍କୁ କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା। ତୁମେ ବ୍ୟଥାରେ ସନ୍ତାନ ପ୍ରସବ କରିବ, ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ। ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ତେବେ କଣ କୁହାଯାଇଅଛି ନା, ତାହାପରେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଛନ୍ତି, ଆମ୍ଭେ ତୁମର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ। ଅର୍ଥାତ୍ ଯେତେବେଳେ ତୁମ୍ଭେ ସନ୍ତାନ ପ୍ରସବ କରିବ ବା ଜନ୍ମ ଦେବ, ସେତେବେଳେ ତୁମ୍ଭେ କଷ୍ଟ ଭୋଗିବ। ଏହା ନ୍ୟାଚୁରାଲ ଜିନିଷ, ଯାହା ସଦାପ୍ରଭୁ ନାରୀଙ୍କୁ କହିଛନ୍ତି। ତାହାପରେ କଣ କୁହାଯାଇଅଛି ନା, ସ୍ୱାମୀ ପ୍ରତି ତୁମର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ଅର୍ଥାତ୍ ସ୍ୱାମୀ ପ୍ରତି ତୁମର ସ୍ନେହ ଶ୍ରଦ୍ଧା ପ୍ରେମ ରହିବ ଏବଂ ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ଅର୍ଥାତ୍ ସେ ତୁମ୍ଭ ଉପରେ ଅଧିକାର ଜାହିର କରିବ। ତେବେ ଏହି ପଦରେ ଲେଖା ଅଛି ନାରୀଙ୍କ ଜୀବନ କିପରି ହେବ। ତେବେ ଏଠାରେ ଆମ୍ଭେ 16ତମ ପଦରେ ନାରୀଙ୍କ ଜୀବନ ସମ୍ପର୍କରେ ଆମ୍ଭେ ଜାଣିପାରିଲେ। ତେବେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 16ତମ ପଦଟି ଅତି ସୁନ୍ଦର ଭାବରେ ବ୍ୟାଖ୍ୟା ହୋଇ ଶେଷ ହୋଇଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।